ଝାରସୁଗୁଡ଼ାରେ କାଳବୈଶାଖୀ ଯୋଗୁଁ ଝଡ଼ ସହିତ ବର୍ଷା ଦେଖିବାକୁ ମିଳିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପବନ ସହିତ ବର୍ଷା ହେବାର ୱାର୍ଣ୍ଣିଂ ଦେଇଥିଲା। ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ 30ରୁ 40 କିଲୋମିଟରରେ ପବନ ବହିବା ସହିତ ବର୍ଷା ଦେଖିବାକୁ ମିଳିଛି। ସାମାନ୍ୟ ବଜ୍ରପାତ ସହ ବର୍ଷା ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଜୀବନରେ ଟିକେ ଶାନ୍ତି ଦେଇପାରେ। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ଦିନଠୁ ଝାରସୁଗୁଡ଼ା ସବୁବେଳେ ରେଡ୍ କିମ୍ବା ୟେଲୋ ୱାର୍ଣ୍ଣିଂରେ ଥିଲା। ଏବେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ତାପମାତ୍ରାରେ କିଛିଟା ହ୍ରାସ ଦେଖିବାକୁ ମିଳିପାରେ। ଝାରସୁଗୁଡ଼ାରେ କାଳବୈଶାଖୀ ଯୋଗୁଁ ଝଡ଼ ସହିତ ବର୍ଷା ଦେଖିବାକୁ ମିଳିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପବନ ସହିତ ବର୍ଷା ହେବାର ୱାର୍ଣ୍ଣିଂ ଦେଇଥିଲା। ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ 30ରୁ 40 କିଲୋମିଟରରେ ପବନ ବହିବା ସହିତ ବର୍ଷା ଦେଖିବାକୁ ମିଳିଛି। ସାମାନ୍ୟ ବଜ୍ରପାତ ସହ ବର୍ଷା ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ଜୀବନରେ ଟିକେ ଶାନ୍ତି ଦେଇପାରେ। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ଦିନଠୁ ଝାରସୁଗୁଡ଼ା ସବୁବେଳେ ରେଡ୍ କିମ୍ବା ୟେଲୋ ୱାର୍ଣ୍ଣିଂରେ ଥିଲା। ଏବେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ତାପମାତ୍ରାରେ କିଛିଟା ହ୍ରାସ ଦେଖିବାକୁ ମିଳିପାରେ।